ଆଜ୍ଞା ଆଜି ବାଳି ଆଉ ସୁଗ୍ରୀବର ଯୁଦ୍ଧ ବିଷୟରେ ଗୋଟେ ଛୋଟିଆ ଭିଡ଼ିଓଟି ମୁଁ ଛାଡ଼ୁଛି, ଆପଣମାନେ ଦେଖନ୍ତୁ। ବାଳି ସୁଗ୍ରୀବ, ବାଳି ଯେତେବେଳେ ସୁଗ୍ରୀବ ପାରେ ନା ବାଳି ଏଠୁ ମାଡ଼ ଖାଏ। ଏମିତି ହେଇ ଦେଶ ଛାଡ଼ି ଯାଇକି ସେ ରାମଚନ୍ଦ୍ର ଶରଣ ଦେଇଥିଲା କେବଳ ବାଳିକି ମାରିବା ପାଇଁ ଏବଂ ସୀତା ଉଦ୍ଧାରରେ ସହଯୋଗ କରିବା ପାଇଁ। ଯାହା ହଉ ସେ ପ୍ରଥମ ବାଳିକି ଯେତେବେଳେ ଯାଇକି ଯୁଦ୍ଧ ରାମଚନ୍ଦ୍ର ପଠାଇଥିଲେ ଯୁଦ୍ଧର ଆହ୍ୱାନ କଲା, ଗଡ଼େଇ ପଡ଼େଇକି ବାଳି ତାଳେ ମାଇଲା। ଆଉ ରାମଚନ୍ଦ୍ର କିଏ ବାଳି କିଏ ସୁଗ୍ରୀବ ଚିହ୍ନି ପାରିଲେ, ମାରିନଥିଲେ। ଯେତେବେଳେ ଆସି କନ୍ଦା କଲା, ସେଠୁ କହିଲେ ଠିକ୍ ଅଛି ଯା, ମୁଁ ସେ କେତେ ଗୋଟେ ଫୁଲ ହାର ବେକରେ ପକେଇକି ଯା, ମୁଁ ଚିହ୍ନି ପାରୁନି ତୁମ ଦୁଇ ଜଣ ଭିତରେ। ଯାହା ହଉ ଫୁଲ ହାର ପକେଇକି ଯେତେବେଳେ ତାକୁ ଆହ୍ୱାନ କଲେ ବାଳିକି, ବାଳି ସ୍ତ୍ରୀ ସେତେବେଳେ ବନ୍ଦ କରିଥିଲା। ଫେଲ୍ ମାରି ଯାଇ ସାଙ୍ଗେ ସାଙ୍ଗେ ଆସିଛି, ତା ମାନେ କେହି ଜଣେ ସହଯୋଗ ଅଛି, ଆପଣ ଜାଣନ୍ତୁନି। କିନ୍ତୁ ବାଳି ତ ହେଉଛି ବୀର, ସେ କେବେ ତ ନୁଚିବନି, ଆସିଲା ଏବଂ ଯୁଦ୍ଧ ଆହ୍ୱାନକୁ ସ୍ୱୀକାର କରି ମୁଠି ଯୁଦ୍ଧ ଅନ୍ୟାନ୍ୟ ତାଙ୍କର ହେଲା। ଦୁଇ ଜଣ ଏକଦମ ଗୋଡ଼ା ପଡ଼ା ହେଇକି ଛିନ୍ଛତ୍ର। ଏହି ସମୟରେ ରାମଚନ୍ଦ୍ର ନୁଚିଥିଲେ ଲିମ୍ବ ଗଛ ମୂଳ, ସ୍ୱରବିଦ୍ଧ କରୁଥିଲେ। ବାଳିର ଲକ୍ଷ୍ୟ ପଡ଼ିଗଲା। ବାଳି ସେଇଠୁ ରାମଚନ୍ଦ୍ର ଡାକିକି ଯେତେବେଳେ ରାମଚନ୍ଦ୍ରଙ୍କୁ ଦେଖିଲା, ଅଭିଶାପ ଦେଇଥିଲା। ଏହା ଦେଖନ୍ତୁ, ମୋତେ କହିଥିଲେ ମୁଁ ବାଁ ହାତରେ ଟେକି ଖୋପାଡ଼ି ଆଲୁ କରି ଆପଣଙ୍କୁ ସାଙ୍ଗେ ସାଙ୍ଗେ ମୁଁ ରାବଣ ଧରି ଯାଇଥାନ୍ତି। ଆପଣ ଆମ ଭାଇ ଯୁଦ୍ଧରେ ଆପଣ ଇଣ୍ଟରଫାୟାର କରିକି ମୋତେ ମାରିଲେ, ଏଇଟା କ'ଣ ଠିକ୍ କଲେ? ଅଧର୍ମ କାର୍ଯ୍ୟ, ଭୀରୁ ସେ ନୁଚିକି ଆପଣ ମାରିଛନ୍ତି, ଏଇଟା ଅଧର୍ମ କାର୍ଯ୍ୟ ଆପଣ କଲେ। ତେଣୁ ମୁଁ ଅଭିଶାପ ଦେଉଛି, ଆପଣ ଯେଉଁ ହାତରେ ତୀର ମାରିଛନ୍ତି, ଯେଉଁ ଗୋଡ଼ର ଚାଲିକି ଯାଇ ଗଛ ମୂଳେ ଶୁଖିଛନ୍ତି, ଆପଣ ଗୋଡ଼ ହାତ ରହିବ ନାହିଁ। ରାମଚନ୍ଦ୍ର ସ୍ୱୀକାର କରିଥିଲେ, ବା ତ ଅଭିଶାପ ମୋତେ କଳିଯୁଗର ନିଶ୍ଚିତ ଭାବେ ଫଳିବ। ତାପରେ ଲିମ୍ବ ଗଛକୁ ବି ଅଭିଶାପ ଦେଇଥିଲେ, ତ ଫଳ ଯେଉଁ ମିଠା ଅଛି ଅଭକ୍ଷ ହେଇଯିବ। ସେଇଦିନଠୁ ଲିମ୍ବ ଗଛ ପିତା ହେଇଥିଲା ଏବଂ ଲିମ୍ବ ଗଛ ସେଇଠୁ ରାମଚନ୍ଦ୍ର ଗୋଟେ କଥା, ମୋର ଆଜ୍ଞା କିଏ ଦିଶୁଥିଲା, ଆପଣ ଆସି ନୁଚିଲେ, ଯାହାଫଳରେ ମୁଁ ଅଭିଶାପ ପାଇଲି। ରାମଚନ୍ଦ୍ର ତାକୁ ଆଶ୍ୱାସନା ଦେଇଥିଲେ, ଏ କଳିଯୁଗରେ ଯେତେବେଳେ ମୋ ହାତ ଗୋଡ଼ ନ ରହିବ, ତୋରି ଦାରୁର ମୋର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ, ତାକୁ ବି ଆଶ୍ୱାସନା ଦେଇଥିଲେ। ତେଣୁ କଳିଯୁଗର ଜଗନ୍ନାଥର ହାତ ଗୋଡ଼ ନାହିଁ, ଆଉ ଲିମ୍ବ ଗଛରେ ହିଁ ତିଆରି ହୁଏ। ଆଉ ଗୋଟେ କଥା କହିବା କାହିଁକି ଭୁଲତା ନାହିଁ, କାଲିକି ସେଟାକୁ ପୁଙ୍ଖାନୁପୁଙ୍ଖ ଭାବେ କହିବି। ଆଜି ଏତିକି ବିଦାୟ ନେଉଛି, ନମସ୍କାର, ରହିଲି।